ତ ଯେତେବେଳେ ସୁଟିଂ ହୁଏ ଆପଣ କାହାକୁ ଗୋଟେ ଆଖିରେ ଭାବିକିରି ଏମିତି କରନ୍ତି ନା ଗୋଟେ ଅରିଜିନାଲ କ୍ୟାରେକ୍ଟର ନିଜେ ତିଆରି ନା କରନ୍ତି? କ୍ୟାରେକ୍ଟରାଇଜେସନ ନିଜକୁ ତିଆରି କରିବା ପାଇଁ ପଡେ। ଏମିତି ଗୋଟେ ଗୋଟେ କ୍ୟାରେକ୍ଟର ହେଇଥିବ। ହଁ ଶୁଣନ୍ତୁ, ଆମେ ସପୋଜ ମତେ ଗୋଟେ ରାମାୟଣର ସପୋଜ ରାମଙ୍କ ଚରିତ୍ର ମିଳିଲା, ଆମେ ତ କେହି ରାମଙ୍କୁ ଦେଖିନାଉ, ହଁ ତ ଗୋଟେ ଆମକୁ ଗୋଟେ ମନ ଭିତରେ ଗୋଟେ ଏଇଭଳିଆ ଚରିତ୍ରକୁ ତିଆରି କରିବା ପାଇଁ ପଡେ। ଆଚ୍ଛା, ରାମ ଏମିତି ହେଇଥିବେ, ରାମ ଏମିତି ଚାଲୁଥିବେ, ରାମ ଏମିତି ଖାଉଥିବେ, ତାକୁ ଆକ୍ଟର ପ୍ରିପେୟାର୍ସ କହନ୍ତି, ଯୋଉ କ୍ୟାରେକ୍ଟରାଇଜେସନ କୁହାଯାଏ। ହଁ ତ ତାକୁ ମାନେ ଏଇଭଳି ଗୋଟେ ପ୍ରିପେୟାର କରିବା ପାଇଁ ପଡେ ହଁ ଯେ ସେ ଏମିତି ବସୁଥିବେ, ଏମିତି ଚାଲୁଥିବେ, ତାଙ୍କର ଜେସ୍ଚର ପୋସ୍ଚର ଏମିତି ଥିବ, ତାଙ୍କ ମୋମେଣ୍ଟ ଏମିତି ଥିବ, ହଁ ସେ ଏଇଭଳିଆ ବୋଧେ କଥା କହୁଥିବେ, ବୋଧେ ଲଗେଇକି ସବୁ କରିବା ପାଇଁ ପଡେ ଆଉ। ହଁ ଲଗେଇବାକୁ ପଡିବ। ହଁ ତ ମୁଁ ଜାଣିବା ପାଇଁ ଚାହିଁବି ଏଇ ଯୋଉ କେକେ ଆପଣ କଣ କେବଳ ପୁରୀ ଷ୍ଟାଇଲରେ କହିପାରିବେ ନା ବ୍ରହ୍ମପୁର ଷ୍ଟାଇଲରେ ବି କହିପାରିବେ? ମୋର ଏବେ ଆଗକୁ ଆସୁଛି ଲଢେଇ ଆସୁଛି। ହୁଁ ମୋ ଚରିତ୍ର ନାଁ ହେଇଛି ପରଶୁ ଜେନା। ହୁଁ ସେଟା କମ୍ପ୍ଲିଟ ବ୍ରହ୍ମପୁର ଷ୍ଟାଇଲରେ ଅଛି। ହୁଁ ସେଠାରେ କଣ କେମିତିଆ ଡାଇଲଗ ସବୁ କହୁଛନ୍ତି? ସେଠି ଡାଇଲଗ ଏଇଭଳିଆ ଅଛି, ବୋଲେ କିଣ ରେ ଆଁ ତିନି ଜଣ ମାରିକି ଭାବିଲୁ କିଣ ଭାବିଲୁ ପରଶୁ କଲର ଧରିବୁ ଏଁ, ଏଇଭଳିଆ ଅଛି। ହଁ ଆଚ୍ଛା। ଆପଣ କଣ ବ୍ରହ୍ମପୁର ଷ୍ଟାଇଲରେ ବି କହିପାରିବେ? ଓଡ଼ିଶାରେ କେତେ ପ୍ରକାର ଗୋଟେ ସମ୍ବଲପୁରକୁ ନେଇକି କରାଯିବ ପଡିବ। ମୁଁ ଅପେକ୍ଷା କରିଛି କେବେ ଗୋଟେ ମିଳିଲେ ସେଇଟା ବି କରିବି, ପ୍ରାକ୍ଟିସ କରିବି। ଓଡ଼ିଶାର ଯେତେ ଲୋକାଲାଇଜଡ ଭର୍ସନ ଅଛି, ଲୋକାଲ ହଁ, ହଁ। ଭାଷାରେ କହିହବ, ହଁ ହଁ, ତାର ନିଜସ୍ୱ ଗୋଟେ ଅନୁଗୁଳର ଗୋଟେ ଭାଷା ଅଛି। ଯେତିକିଟା ଆଜ୍ଞା ମୁଖ୍ୟ କଥା ହଉଛି ମାନେ ଭୋକ ତ ବହୁତ ଅଛି ଆମମାନଙ୍କ ଭିତରେ ଚରିତ୍ର କରିବାର, ବଟ ମଲା ଭିତରେ କେତେଟା କରିପାରିବି ଜାଣିନାହିଁ। କିନ୍ତୁ ଓଡିଶାର ଯଦି 4.5 କୋଟି ଲୋକ, ତ 4.5 କୋଟିଟା କ୍ୟାରେକ୍ଟର, 4.5 କୋଟିଟା କ୍ୟାରେକ୍ଟର, ସମସ୍ତେ ଗୋଟେ ଗୋଟେ, ସମସ୍ତେ ଅଲଗା ଅଲଗା, ଆଉ ସମସ୍ତଙ୍କୁ କ୍ୟାରେକ୍ଟରାଇଜ କରିହବ ଆରାମରେ। କୋଉ କୋଉ କ୍ୟାରେକ୍ଟର ମାନେ ଆପଣଙ୍କୁ ଆକର୍ଷିତ କରନ୍ତି? ସେମିତି କୌଣସି କ୍ୟାରେକ୍ଟର ମତେ ଆକର୍ଷିତ କରନ୍ତି ନାହିଁ, କିନ୍ତୁ ଆମେ ଯେତେବେଳେ ପଢୁଥିଲୁ, ଆମେ ଆମର ଗୋଟେ ସବଜେକ୍ଟ ଥିଲା ଅବଜରଭେସନ ଆଣ୍ଡ ଇମିଟେସନ, ଇମାଜିନେସନ। ତ ଏଇ ସବୁକୁ ନେଇକି ଆମେ ସେତେବେଳେ ଯାଉଥିଲୁ, ଚରିତ୍ର ମାନଙ୍କୁ ଦେଖୁଥିଲୁ, ତ ସେଇ ସବୁ ଏବେ କାମ ଦଉଛି। କଣ କରନ୍ତି ଅବଜରଭେସନ ଆଉ ଇମାଜିନେସନ କଣ ସେଟା? ଆମକୁ ଅବଜର୍ଭ କରିବା ପାଇଁ ପଡେ। ଏଇ ଯୋଉ ଆପଣ ଏମିତି ବସିଛନ୍ତି, ଏଇଠି ଯୋଉ ଫୋନ ଟା ଧରିଛନ୍ତି, ଯୋଉ ଆପଣ କଥା କହିଲା ବେଳେ ଯୋଉ ଏମିତି କରୁଛନ୍ତି ବାରମ୍ବାର, ତ ଆପଣ ଅନଉଛନ୍ତି, ଯୋଉ ଆପଣଙ୍କର ୱେ ଅଫ ଟକିଂ, ତ ସେଇ ସବୁ ଜିନିଷ ଅବଜର୍ଭ କରାଯାଏ। ଆପଣ ଏଇଠି କଥା ହେଲା ବେଳେ କଣ ଭାବୁଛନ୍ତି, ସେଗୁଡାକୁ ଆମକୁ ଭାବିବା ପାଇଁ ପଡେ। ତ ଆପଣଙ୍କର ପାଷ୍ଟ କଣ ଥିଲା, ପ୍ରେଜେଣ୍ଟ କଣ ଅଛି, ଫ୍ୟୁଚରରେ କଣ হবে, ସେଗୁଡାକୁ ସବୁ ଭାବିବା ପାଇଁ ପଡେ। ତ ଏ ସବୁ ଜିନିଷ ଭାବିକି ଆମେ ଗୋଟେ କରୁ। ଆକ୍ଟିଂ ର କଣ ଗୋଟେ ଗ୍ରାମାର ଅଛି? ଆକ୍ଟିଂ ବହୁତ ଗ୍ରାମାର, ଆକ୍ଟିଂ ତ ହିଁ ସବୁଠାରୁ ବଡ ପାଠ। ହଁ, ସେ ଗ୍ରାମାର ଆପଣ ଫଲୋ କରନ୍ତି? ହଁ, ଅବଭିୟସଲି। ମୁଁ ସବୁବେଳେ ମୁଁ ଭାବେ ଯେ ଯଦି ଆକ୍ଟିଂ ର ଥିଓରି ନଥାନ୍ତା, କି ଅଜିତ ସାର୍ ହରିକା ଆମକୁ ଯଦି ଶିଖେଇ ନଥାନ୍ତେ, ତାହେଲେ ବୋଧେ ମୁଁ ତ ଆପାତତଃ ଆକ୍ଟିଂ କରିପାରୁନଥାନ୍ତି। କାହିଁକି ନା ମୁଁ ଜାଣିନଥିଲି ମୋ ଭିତରେ ଗଡ ଗିଫ୍ଟ କିଛି ଥିଲା କି ନାହିଁ। ମତେ ଗୀତ ଗାଇବା ପାଇଁ ଭଲ ଲାଗେ, ମୁଁ ପେଣ୍ଟିଂ କରିବା ପାଇଁ ଭଲ ଲାଗେ, ମୁଁ ଏଇ ଦିଟା ଜିନିଷ କରୁଥିଲି। ବାକି ଆକ୍ଟିଂ କେବେ କରି ମତେ ଫିଲ୍ମ ଦେଖିବା ପାଇଁ ଭଲ ଲାଗୁଥିଲା। ତ କିନ୍ତୁ ମୁଁ ଆକ୍ଟର କେବେ ବନିବେ ଏଟା ଭାବିନି। ନା ନା, ମୁଁ କେବେ ସ୍ୱପ୍ନ ବାହାରେ, ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି। କେମିତି କଣ ଆକ୍ସିଡେଣ୍ଟାଲ ଆକ୍ଟର? ସଙ୍ଗୀତ ମହାବିଦ୍ୟାଳୟ ଆସିକି ପଢିଲା ପରେ ମୁଁ ଜାଣିଲି ଯେ ମୁଁ ଏଠିକି କାହିଁକି ଆସିଛି, ତ ମତେ କଣ କରିବା ଦରକାର। ତ ଯେବେ ଜାଣିଲି, ସେବେଠାରୁ ଆଉ ପଛକୁ ଫେରି ନାହିଁ।